ଶ୍ରୀରାମଚରିତ ମାନସ ନବାନ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞ ଅନୁଷ୍ଠିତ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅନ୍ତର୍ଗତ ମାଳିପଦର ଗ୍ରାମରେ ଶ୍ରୀରାମଚରିତ ମାନସ ନବାନ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞ ଉଦ୍ଯାପିତ ହୋଇଯାଇଛି। ଉକ୍ତ ପାରାୟଣଟି 20 ତାରିଖ ଠାରୁ ଆରମ୍ଭ ହୋଇ 28 ତାରିଖ ପର୍ଯ୍ୟନ୍ତ ପାରାୟଣ କାର୍ଯ୍ୟକ୍ରମ ହେଉଥିଲା। ବିଗତ 9 ଦିନ ଧରି ଚାଲୁଥିବା ପାରାୟଣ ଆଜି ସମ୍ପୂର୍ଣ୍ଣ ହୋଇଛି। ଏହି ପାରାୟଣଟିରେ ସୁନାମଧନ୍ୟ ଗାୟକ ପଣ୍ଡିତ ସୁନୀଲ କୁମାର ପଣ୍ଡା ଓ ମଞ୍ଚ ପରିଚାଳନାରେ ଅଛନ୍ତି ପଣ୍ଡିତ ରାଧାମୋହନ ତ୍ରିପାଠୀ, ରାମକଥା ବାଚକ ପ୍ରବକ୍ତା ପଣ୍ଡିତ ଦିବାକର ନନ୍ଦ ଓ ମାନସ ମୁଖ୍ୟ 9 ଦିନ ଧରି ଚାଲିଥିବା ହୋମ ଆଉ ଯଜ୍ଞର କର୍ତ୍ତା ଭାବେ ଅନାଦି ବେହେରାମାଳି ଓ ତାଙ୍କ ଧର୍ମପତ୍ନୀ ସ୍ୱର୍ଣ୍ଣଲତା ବେହେରାମାଳି ହୋଇଥିଲେ। ଏ ଯଜ୍ଞଟିରେ ପୁରୋହିତ କର୍ମ ତୁଲାଇଥିଲେ ଆଠମଲ୍ଲିକ ଅଞ୍ଚଳର ବିଶିଷ୍ଟ ପୁରୋହିତ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ ଓ ପ୍ରମୋଦ କୁମାର ପାଣିଗ୍ରାହୀ। ପ୍ରଥମେ ଗ୍ରାମର ସମସ୍ତ ମା ମାଉସୀ ଭଉଣୀ କଳସ ଯାତ୍ରାରେ ଯୋଗଦାନ କରିଥିଲେ। ସବୁଦିନ ପରି ପାରାୟଣଟିରେ ପ୍ରାରମ୍ଭିକ ନାମ ସଂକୀର୍ତ୍ତନ ଓ ପ୍ରବଚନ ସନ୍ଧ୍ୟା 6 ଘଟିକା ଠାରୁ 6:30 ଘଟିକା ପର୍ଯ୍ୟନ୍ତ, ପରେ ପରେ ମୁଖ୍ୟ ପ୍ରବଚନ ରାତ୍ର 6:30 ଘଟିକା ଠାରୁ ରାତ୍ର 9 ଘଟିକା ପର୍ଯ୍ୟନ୍ତ ହୋଇଥିଲା। ଆଜି ପାରାୟଣଟି ନବମ ତଥା ଶେଷ ଦିବସରେ ପାରାୟଣଟିରେ ପୂର୍ଣ୍ଣାହୁତି ପରେ ସମସ୍ତ ଶ୍ରଦ୍ଧାଳୁ ଗ୍ରାମବାସୀଙ୍କ ତରଫରୁ ହୋଇଥିବା ଅନ୍ନପ୍ରସାଦ ସେବନ କରିଥିଲେ। ଏହି ପାରାୟଣଟିକୁ ମାଳିପଦର ସମସ୍ତ ଯୁବକ ଓ ବୁଦ୍ଧିଜୀବୀ ସହଯୋଗ କରିଥିଲେ। ଆଠମଲ୍ଲିକରୁ ସୁମନ ବଡ଼ମାଳିଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି। गुड़े बानर को खंडिया काम हनुमान जी भारी कष्ट हनुमान कहे बस मुझे डाल फाल जाऊँगी चिड़े आनी हनुमान जी जाकि पहुँची गले हनुमान कहला रावण रावण देखला कि